नंबर 1 କାହିଁକି ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ବାହାରେ ଅରୁଣ ସ୍ତମ୍ଭ ଓ ଭିତରେ ଗରୁଡ଼ ସ୍ତମ୍ଭ? ଜାଣନ୍ତୁ ପୌରାଣିକ ତଥ୍ୟ। ଶ୍ରୀମନ୍ଦିରରେ ପୂଜିତ ବିଭିନ୍ନ ଦେବାଦେବୀ ମୂର୍ତ୍ତି ମଧ୍ୟରୁ ଗରୁଡ଼ ସ୍ତମ୍ଭ ଅନ୍ୟତମ। ରତ୍ନସିଂହାସନର ଚତୁର୍ମୂର୍ତ୍ତିକୁ ଦର୍ଶନ କରିବା ପୂର୍ବରୁ ଭକ୍ତମାନେ ଦୁଇଟି ସ୍ତମ୍ଭକୁ ପ୍ରଥମେ ଦର୍ଶନ କରିଥାନ୍ତି। ଗୋଟିଏ ସ୍ତମ୍ଭ ଶ୍ରୀମନ୍ଦିର ବହିର୍ଭାଗରେ ଅର୍ଥାତ୍ ସିଂହଦ୍ୱାର ସମ୍ମୁଖରେ ଅବସ୍ଥିତ, ଯାହାକୁ ଶ୍ରଦ୍ଧାଳୁ ପ୍ରଥମେ ଦର୍ଶନ କରନ୍ତି। ଏହାକୁ ଅରୁଣ ସ୍ତମ୍ଭ କୁହାଯାଏ। ଅନ୍ୟଟି ଜଗନ୍ନାଥ ମନ୍ଦିର ଭିତରେ ଅର୍ଥାତ୍ ମହାପ୍ରଭୁମାନେ ବିରାଜମାନ କରୁଥିବା ରତ୍ନସିଂହାସନ ସମ୍ମୁଖ ଜଗମୋହନରେ ଅବସ୍ଥିତ ସ୍ତମ୍ଭକୁ ଗରୁଡ଼ ସ୍ତମ୍ଭ କୁହାଯାଏ। ପ୍ରତ୍ୟେକ ବିଷ୍ଣୁ ମନ୍ଦିରରେ ବିଷ୍ଣୁଙ୍କ ପ୍ରତିମା ସମ୍ମୁଖରେ ଗରୁଡ଼ ସ୍ତମ୍ଭ ରହିବା ଭଳି ଶ୍ରୀମନ୍ଦିରରେ କେଉଁ ଅନାଦି କାଳରୁ ଗରୁଡ଼ ସ୍ତମ୍ଭ ରହିଛି? ନମ୍ବର 2 ଆଉ ପାଦେ ଆଗେଇଲା ଚିଲିକା ଉପରେ NHDPIର ପ୍ରସ୍ତୁତ। ଚିଲିକା ଉପରେ ଜାତୀୟ ରାଜପଥ ନିର୍ମାଣ ପାଇଁ କେନ୍ଦ୍ର ସରକାର ଆଉ ପାଦେ ଆଗେଇଛନ୍ତି। ଜାତୀୟ ରାଜପଥ କର୍ତ୍ତୃପକ୍ଷ ନିକଟରୁ ଏହି ତଥ୍ୟ ମିଳିଛି। ଏହି ପ୍ରକଳ୍ପରେ ଆଲାଇନମେଣ୍ଟ ଓ ଲେ ଆଉଟ୍ ପ୍ଲାନକୁ NHIR ଆଲାଇନମେଣ୍ଟ ଅନୁମୋଦନ କମିଟି ଅନୁମୋଦନ କରିଛି। ଏହା ପରେ ଏବେ ଫିଜିବିଲିଟି ଷ୍ଟଡି ଓ DPI ପ୍ରସ୍ତୁତ କରାଯିବ। ଏନେଇ NHAI ପକ୍ଷରୁ ଚୈତନ୍ୟ ପ୍ରୋଜେକ୍ଟକୁ କନସଲ୍ଟାଣ୍ଟ କମ୍ପାନୀକୁ ପ୍ରସ୍ତାବ କରାଯାଇଛି। ଡିସେମ୍ବର 11 ତାରିଖ ସୁଦ୍ଧା ପ୍ରସ୍ତାବ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗୋପାଳପୁରଠାରୁ ଶାହପଡ଼ା ପର୍ଯ୍ୟନ୍ତ ଜାତୀୟ ରାଜପଥ ଚିଲିକା ଉପରେ ହେବାକୁ ଥିବା ପୋଲ ଏବଂ ରାସ୍ତା ନେଇ ଚାଲିଥିବା ଚର୍ଚ୍ଚା ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଆଉ ପାଦେ ଆଗେଇଛନ୍ତି। ନମ୍ବର 3 ସୀମାରେ ତୁର୍କୀ ଡ୍ରୋନ୍ ମୁତୟନ କଲା ବାଂଲାଦେଶ ଆଲଟନ ଭାରତ। ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଦେଶରେ ସୈନ୍ୟ କ୍ଷମତାଚ୍ୟୁତ କରିବା ପରେ ଭାରତ ସହିତ ବାଂଲାଦେଶ ସମ୍ପର୍କ ଖରାପ ହୋଇଛି। ବାଂଲାଦେଶରେ ଅଳ୍ପ ସଂଖ୍ୟକ ହିନ୍ଦୁଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଇଛି ଏବଂ ଭାରତ ପ୍ରତି ବାଂଲାଦେଶ ଲୋକମାନଙ୍କର ଆକ୍ରୋଶମୂଳକ ବ୍ୟବହାର ସହିତ ଅନେକ ହିଂସାତ୍ମକ ମନ୍ତବ୍ୟ ମଧ୍ୟ ଦେଖିବାକୁ ମିଳିଛି। ଏହାରି ମଧ୍ୟରେ ପଡ଼ୋଶୀ ବାଂଲାଦେଶ ପଶ୍ଚିମବଙ୍ଗ ସୀମା ନିକଟରେ ତୁର୍କୀ ନିର୍ମିତ ଡ୍ରୋନ୍ ମୁତୟନ କରି ସର୍ଭିଲାନ୍ସ ଜୋରଦାର କରିଛି ବୋଲି ସୂତ୍ରରୁ ଖବର ପ୍ରକାଶ ପାଇଛି। ଶେଖ୍ ହସିନାଙ୍କ ଆୱାମୀ ଲିଗ୍ ସରକାରଙ୍କ ପତନ ପରେ ସୀମାନ୍ତ ଅଞ୍ଚଳରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ଗୋଇଦାନ ସୂଚନା ମିଳିବା ପରେ ଏହି ଅଗ୍ରଗତି ଘଟିଛି। ନମ୍ବର 4 ସାରା ବିଶ୍ୱରେ ଖେଳିଯିବ ଆତଙ୍କ, ବୈଜ୍ଞାନିକମାନେ ଦେଲେ ଚେତାବନୀ। ଜଳବାୟୁ ପରିବର୍ତ୍ତନ ହେତୁ କୋଭ୍ ଆର୍କଟିକ୍ ଗ୍ଲେସିୟର ସମ୍ପୂର୍ଣ୍ଣ ଲୋପ ପାଇବାକୁ ଯାଉଛି। ଏକ ନୂତନ ଅଧ୍ୟୟନ ଏହା ଜଣାପଡ଼ିଛି। ଏହାର ଅର୍ଥ ହେଉଛି 2027 ସୁଦ୍ଧା ପ୍ରଥମ ଥର ପାଇଁ ଏଠାରେ ଗ୍ରୀଷ୍ମ ଋତୁ ଆସିପାରେ। ଅଧ୍ୟୟନ ଅନୁଯାୟୀ ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନ ହେତୁ ଆର୍କଟିକ୍ ସମୁଦ୍ର ବରଫ ପ୍ରତି ଦଶନ୍ଧିରେ ହାରାହାରି 12%ରୁ ଅଧିକ ତରଳି ଯାଉଛି। ଅର୍ଥାତ୍ ଆମେ ଗୋଟିଏ ଦିନ ଆଡ଼କୁ ଗତି କରୁଛୁ ଯେତେବେଳେ ଏହାର ପ୍ରାୟ ସମସ୍ତ ବରଫ ସାମୟିକ ଭାବରେ ଅଦୃଶ୍ୟ ହୋଇଯିବ। ଏହି ଅଧ୍ୟୟନ ନିକଟରେ ନେଚର କମ୍ୟୁନିକେସନ୍ ପ୍ରକାଶିତ ହୋଇଛି। ତଥାପି କୁହାଯାଇଛି ଯେ ଯଦି ମଣିଷ କିଛି ଉନ୍ନତି ଆଣେ ତେବେ ଏହି ପ୍ରକ୍ରିୟା 9ରୁ 10 ବର୍ଷ ବିଳମ୍ବ ହେବ। ନମ୍ବର 5 ଡାକ୍ତରୀ ପାଠ ପଢ଼ିପାରିବେନି ଝିଅ, ବ୍ୟାନ୍ କଲେ ସରକାର। ଏଣିକି ଆଉ ଡାକ୍ତରୀ ପାଠ ପଢ଼ିପାରିବେନି ଦେଶର ଝିଅମାନେ। ଡାକ୍ତରୀ ପାଠ ଝିଅମାନଙ୍କ ପାଇଁ ବ୍ୟାନ୍ କରିଛନ୍ତି ସରକାର। ଏପରି କିଛି ଅଟକି ନିୟମ ଆଣି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ତାଲିବାନ ସରକାର, ଯେଉଁଥିରେ ଝିଅମାନେ କିମ୍ବା ମହିଳାମାନେ ଡାକ୍ତରୀ ପାଠ ପଢ଼ିପାରିବେ ନାହିଁ। କୌଣସି ପୁରୁଷ ଡାକ୍ତରଙ୍କଠାରୁ ନିଜର ଚିକିତ୍ସା ମଧ୍ୟ କରାଇପାରିବେ ନାହିଁ। ତେବେ ତାଲିବାନର ସର୍ବୋଚ୍ଚ ନେତା ଆୟତୁଲ୍ଲା ଆଖୁନ୍ଦଜାଦା ତାଲିବାନର ଜନସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ବୈଠକରେ କିଛି ଏମିତି ଅଜବ ଗଜବ ନିୟମ ଘୋଷଣା କରିଛନ୍ତି। କେତେକ ପ୍ରଦେଶକ ମହିଳାଙ୍କୁ ମେଡିକାଲ ଶିକ୍ଷାରୁ ବଞ୍ଚିତ କରିବା ସହିତ ପୁରୁଷ ମେଡିକାଲ ପ୍ରଫେସନାଲଙ୍କ ଦ୍ୱାରା ଚିକିତ୍ସା କରାଇବାକୁ ମଧ୍ୟ ବାରଣ କରିଛନ୍ତି। ନମ୍ବର 6 ବିଦେଶରେ ଭାରତୀୟ ରାଷ୍ଟ୍ରଙ୍କୁ କିଏ ଦିଏ ଦରମା? କିପରି ସ୍ଥିର ହୁଏ ବେତନ? ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଭାରତୀୟ ରାଷ୍ଟ୍ରପତିମାନଙ୍କୁ ଦରମା ପ୍ରଦାନ କରୁଛି। ମୌଳିକ ଦରମା ବ୍ୟତୀତ ବିଦେଶରେ ପୋଷ୍ଟ ହୋଇଥିବା ରାଷ୍ଟ୍ରପତିମାନଙ୍କ ମଧ୍ୟରେ ବିଦେଶୀ ଭତ୍ତା ପାଆନ୍ତି। ବିଦେଶୀ ଭତ୍ତା ପ୍ରାୟତଃ ଭତ୍ତାଠାରୁ ଅନେକ ଗୁଣ ଅଧିକ। ବିଦେଶରେ ପୋଷ୍ଟ ହୋଇଥିବା ରାଷ୍ଟ୍ରପତିମାନଙ୍କ ମଧ୍ୟରେ ମାଗଣା ଆବାସ ପାଆନ୍ତି। ରାଷ୍ଟ୍ରମାନଙ୍କ ହାରାହାରି ଦରମା ମାସକୁ 1 ଲକ୍ଷରୁ 2 ଲକ୍ଷ ଟଙ୍କା। ଭାରତରେ ରାଷ୍ଟ୍ରପତିମାନଙ୍କ ଆନୁମାନିକ ମୋଟ ଦରମା ମାସକୁ 25,143 ଟଙ୍କା। ଆମେ ଆପଣଙ୍କୁ କହିବୁ ଯେ ରାଷ୍ଟ୍ରପତିମାନେ ସାଧାରଣତଃ ସେମାନଙ୍କର ଦେଶରେ ସରକାରଙ୍କ ଦ୍ୱାରା ନିଯୁକ୍ତ ହୁଅନ୍ତି। ରାଷ୍ଟ୍ରପତିମାନେ ହେଉଛନ୍ତି ସର୍ବସ୍ୱ କୂଟନୀତିଜ୍ଞ। ରାଷ୍ଟ୍ରଙ୍କ ଦ୍ୱାରା ମୁଖ୍ୟ କାର୍ଯ୍ୟ ହେଉଛି ନାଗରିକମାନଙ୍କୁ ସୁରକ୍ଷା ଦେବା, ସମୃଦ୍ଧିକୁ ସମର୍ଥନ କରିବା ଏବଂ ଶାନ୍ତି ପାଇଁ କାର୍ଯ୍ୟ କରିବା। ନମ୍ବର 7 ମାଇକ୍ରୋସଫ୍ଟ ଧରାଇ ଦେଲା ଗଙ୍ଗାଜଳର ସାଂଘାତିକ ସତ। ପ୍ରଥମେ ଗଙ୍ଗାଜଳ ଆଣି ଘରେ ମାଇକ୍ରୋସଫ୍ଟରେ ପରୀକ୍ଷା କରିଥିଲେ ଯୁବକ। ରେଜଲ୍ଟ ଦେଖି ବିଶ୍ୱାସ ନ ହେବାରୁ ପୁଣି ହସ୍ପିଟାଲରେ ଟେଷ୍ଟ କରିଥିଲେ। ଆଜିକାଲି ମାଇକ୍ରୋସଫ୍ଟରେ ବିଭିନ୍ନ ଜିନିଷ ଦେଖିବାକୁ ସୋସିଆଲ ମିଡ଼ିଆରେ ଟ୍ରେଣ୍ଡ ପାଲଟିଛି। ଲୋକମାନେ ମାଇକ୍ରୋସଫ୍ଟ ମାଧ୍ୟମରେ ଖାଦ୍ୟ ସାମଗ୍ରୀ ସମେତ ଅନେକ ପ୍ରକାର ଆଇଟମ୍ ଦେଖୁଛନ୍ତି। ବାସ୍ତବରେ ଯେଉଁ ଜୀବାଣୁ ଖାଲି ଆଖିରେ ଦେଖାଯାଆନ୍ତି ନାହିଁ, ତାହା ମାଇକ୍ରୋସଫ୍ଟ ମାଧ୍ୟମରେ ଦେଖାଯାଏ। ଏହି କ୍ରମରେ ଜଣେ
ବ୍ୟକ୍ତି ମାଇକ୍ରୋସଫ୍ଟରେ ଗଙ୍ଗାଜଳର ଶ୍ରଦ୍ଧା ଯାଞ୍ଚ କରିଛନ୍ତି। ବ୍ୟକ୍ତି ଜଣକ ଗଙ୍ଗାଜଳରୁ ଶ୍ରଦ୍ଧାର ପରୀକ୍ଷା କରିବା ପାଇଁ ହରିଦ୍ୱାରରୁ ପାଣି ଆଣିଥିଲେ। ସେ ସେଠାରେ ପ୍ରଭାବିତ ଗଙ୍ଗାନଦୀରୁ ଜଳର ନମୁନା ନେଇଥିଲେ। ନମ୍ବର 8 କଂଗ୍ରେସ ସାଂସଦଙ୍କ ସିଟ୍ରୁ ମିଳିଲା ଟଙ୍କାବିଡ଼ା ତଦନ୍ତ ନିର୍ଦ୍ଦେଶ। କଂଗ୍ରେସ ସଦସ୍ୟ ଅଭିଷେକ ମନୁ ସିଂହବିଙ୍କ ପାଇଁ ଆବଣ୍ଟିତ ରାଜ୍ୟସଭା ଆସନରୁ ଟଙ୍କାବିଡ଼ା ବାହାରିଲା ବୋଲି କହିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନଖର। ରାଜ୍ୟସଭା ନିରାପତ୍ତା ରକ୍ଷକମାନେ ସ୍ୱାଭାବିକ ଭାବେ ସିଟ୍ ସବୁ ଯାଞ୍ଚ କରିଥିବା ବେଳେ ଅଭିଷେକ ମନୁ ସିଂହବିଙ୍କ ଆସନରୁ ଟଙ୍କାବିଡ଼ା ପାଇଥିଲେ। ଏହି ଘଟଣା ଉପରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ବୋଲି ଧନଖର ରାଜ୍ୟସଭା ଘୋଷଣା କରିଥିଲେ। ଧନଖର ଘୋଷଣାକୁ କଂଗ୍ରେସ ପକ୍ଷରୁ ତୀବ୍ର ସମାଲୋଚନା କରାଯାଇଛି। ତଦନ୍ତ ରିପୋର୍ଟ ମିଳିବା ପୂର୍ବରୁ ଅଧ୍ୟକ୍ଷ କାହାର ନାମ ନେବା ଠିକ୍ ନୁହେଁ ବୋଲି କଂଗ୍ରେସ ସଭାପତି ତଥା ରାଜ୍ୟସଭା ସଦସ୍ୟ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି। ନିଜେ ସାଂସଦ ସିଂହବିଙ୍କ ମଧ୍ୟ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ସେ 500 ଟଙ୍କିଆ ନୋଟଟିଏ ନେଇ ରାଜ୍ୟସଭାକୁ ଆସିଥାନ୍ତି। ନମ୍ବର 9 ପେନ୍ସନ୍ ଜାନୁଆରୀ ପହିଲାରୁ ମିଳିବନି ଆପଣଙ୍କୁ ପେନ୍ସନ୍ କାହିଁକି ଜାଣନ୍ତୁ। ଦେଶରେ ଲକ୍ଷ ଲକ୍ଷ ପେନ୍ସନଭୋଗୀଙ୍କ ପାଇଁ ଏହି ଖବର ଅତ୍ୟନ୍ତ ସ୍ୱତନ୍ତ୍ର। କାରଣ ଯେବେଠାରୁ ସରକାର ନୂଆ ପେନ୍ସନ୍ ଯୋଜନା ଘୋଷଣା କରିଛନ୍ତି ସେବେଠାରୁ ଠକମାନେ ସକ୍ରିୟ ହୋଇଯାଇଛନ୍ତି। ସୂଚନା ଅନୁଯାୟୀ ପେନ୍ସନଭୋଗୀଙ୍କ ପରିବାରରେ ପେନ୍ସନ୍ ପ୍ରାପ୍ତକମାନେ ଫୋନ୍ କଲ୍ ପାଉଛନ୍ତି। ଆକାଉଣ୍ଟ ସୂଚନା ପାଇବା ପାଇଁ ହ୍ୟାକରମାନେ ସେମାନଙ୍କ ଚାପ ପକାଉଛନ୍ତି। ଯଦି ଆପଣ ନ କହିବେ ତେବେ ପେନ୍ସନ୍ ବନ୍ଦ କରିବାକୁ ଧମକ ଦେଉଛନ୍ତି। କଲ୍ ଫଣ୍ଡ PPO ନମ୍ବର, ଜନ୍ମ ତାରିଖ ଏବଂ ବ୍ୟାଙ୍କ ଆକାଉଣ୍ଟକୁ ସୂଚନା ମାଗୁଛନ୍ତି। ଯେହେତୁ ସରକାର ନୂତନ ପେନ୍ସନ୍ ସ୍କିମ୍ UPS ଲାଗୁ କରିଛନ୍ତି ସେବେଠୁ ଏଭଳି ପରିସ୍ଥିତି ଦେଖାଦେଇଛି। ନମ୍ବର 10 ରକେ ହରିତ ମାରେ କିଏ? ଯୁବକଙ୍କ ଉପରେ ଚଢ଼ିଗଲା ବସ୍। ସୋସିଆଲ ମିଡ଼ିଆରେ ଏଭଳି ଅନେକ ଭିଡ଼ିଓ ଭାଇରାଲ ହୋଇଥାଏ ଯାହାକୁ ସର୍ବେଙ୍କୁ ଆଶ୍ଚର୍ଯ୍ୟଚକିତ କରିବା ସହ ସହଜରେ ବିଶ୍ୱାସ ହୋଇନଥାଏ। ନିକଟରେ ଭାଇରାଲ ହେଉଥିବା ଏକ ଭିଡ଼ିଓ ସର୍ବେଙ୍କ ଧ୍ୟାନକୁ ଆକର୍ଷିତ କରିବା ସହ ଦ୍ରୁତ ଗତି ମଧ୍ୟରେ ଭାଇରାଲ ହେଉଛି। ଯାହାକୁ ଦେଖି ଲୋକେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେବା ସହ କହିଛନ୍ତି ରକେ ହରିତ ମାରେ କିଏ? ଭିଡ଼ିଓରେ ଜଣେ ଯୁବକ ବସ୍ ଷ୍ଟାଣ୍ଡରେ ରଖାଯାଇଥିବା ଚେୟାର ଉପରେ ବସିଛନ୍ତି। ସେ ନିଜ ମୋବାଇଲ ଫୋନ୍ ଦେଖୁଛନ୍ତି। ମାତ୍ର ସେହି ସମୟରେ ଏପରି କିଛି ଘଟିଲା ଯେ ଲୋକମାନେ ଖୁବ୍ ଜୋରରେ ଚିତ୍କାର କଲେ। ଚେୟାରରେ ବସିଥିବା ଯୁବକଙ୍କ ଉପରେ ଏକ ବସ୍ ସମ୍ପୂର୍ଣ୍ଣ ଭାବରେ ଚଢ଼ି ଯାଉଛି। ଭାଇରାଲ ହେଉଥିବା ଏହି ଭିଡ଼ିଓ ରେକର୍ଡରେ ବୋଲି କୁହାଯାଇଛି। ଭିଡ଼ିଓଟି ସମ୍ପୂର୍ଣ୍ଣ ଦେଖିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଚ୍ୟାନେଲକୁ ଯଦି ଆପଣମାନେ ସବସ୍କ୍ରାଇବ୍ କରିନାହାନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ।